हे माँ तुमे तो दुर्गा माता थिल काहेकि काली अवतार नेल। ଆରେ ପୁଅ, ରକ୍ତବୀଜ ନାମକ ଏକ ଦାନବ ଥିଲା। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସବୁଠି ତାର ଆତଙ୍କ ଖେଳାଇ ରଖିଥିଲା। ତାର ମରଣ ଅସମ୍ଭବ ଥିଲା, କାରଣ ତା ଦେହରୁ ଯେତେ ଥର ରକ୍ତ ବୁନ୍ଦା ଝରୁଥିଲା ସେତେ ଥର ନୂଆ ନୂଆ ରକ୍ତବୀଜ ଜନ୍ମ ନେଉଥିଲା। ସତରେ ମାँ ତାହେଲେ ତୁମେ ରକ୍ତ ବୀଜକୁ କେମିତି ହରାଇଲ? ଯେତେବେଳେ ମୋ ଖଣ୍ଡା ଚୋଟରୁ ତା ଶରୀରରୁ ରକ୍ତ ଝରୁଥିଲା ସେ ସମୟରେ ତାକୁ ତଳେ ନ ପକେଇ ଏକ ପାତ୍ରରେ ଜମା କରି ମୁଁ ପିଇ ଦେଉଥିଲି, ଯାହା ଫଳରେ ଆଉ ନୂଆ ରକ୍ତବୀଜ ଜନ୍ମ ହେଉନଥିଲା। ଆଉ ଏପରି ଭାବରେ ମୁଁ ରକ୍ତବୀଜର ଅନ୍ତ କରିଥିଲି। କିନ୍ତୁ ମାँ ତୁମେ ରକ୍ତ ବୀଜକୁ ହରାଇଲା ପରେ ମହାଦେବଙ୍କ ଛାତି ଉପରେ କାହିଁକି ପାଦ ରଖିଦେଇଥିଲ? ଆରେ ପୁଅ, ମୋ ରୁଦ୍ରତା ଏତେ ବଢି ଯାଇଥିଲା ଯେ ଯୁଦ୍ଧ ଶେଷ ହେବା ପରେ ମଧ୍ୟ ମୋ ରାଗ ଶାନ୍ତ ହେଉନଥିଲା। ମୋ ତାଣ୍ଡବରେ ବିଶ୍ୱ ହଲି ଯାଉଥିଲା, ସୃଷ୍ଟି ଭୟରେ କମ୍ପି ଉଠୁଥିଲା। ଆଉ ଏହି ସୃଷ୍ଟିକୁ ବଞ୍ଚେଇବା ପାଇଁ ମହାଦେବ ନିଜେ ମୋ ରାସ୍ତାରେ ଶୋଇ ପଡିଥିଲେ। ଆଉ ଯେତେବେଳେ ମୋ ପାଦ ମହାଦେବଙ୍କ ଛାତିକୁ ଛୁଇଁଥିଲା ଆଉ ସେତେବେଳେ ମୋ ତାଣ୍ଡବର ଅନ୍ତ ଘଟିଥିଲା ଆଉ ମୁଁ ମୋ ଜ୍ଞାନକୁ ଫେରି ପାଇଥିଲି ଆଉ ମହାଦେବଙ୍କୁ ଏହି ଭୁଲ ପାଇଁ କ୍ଷମା ମାଗିଥିଲି। हे मो प्रिय काली माँ तुमे जगतर रक्षा करने ପାଇଁ जो रुद्र रूप ନେଇଥିଲ ସେ ରୁଦ୍ରତାକୁ ମୁଁ ପ୍ରଣାମ କରୁଛି। ଆରେ ପୁଅ, ସଦା ଧର୍ମରେ ରୁହ, ମୁଁ ସବୁବେଳେ ତମର ରକ୍ଷା କରିବି।